କେନ୍ଦୁଝରରୁ ମୋ କୁଆଡ଼େ ଗଲେ ମଣ୍ଡୁଆରୁ ମଣ୍ଡୁଆ ବାଲା କୁଆଡ଼େ ଗଲେ ଏଇ ତୁମ ନାଁ କ'ଣ ତିଲୋତ୍ତମା ତିଲୋତ୍ତମା ନାୟକ କେନ୍ଦୁଝର ମଣ୍ଡୁଆରୁ ଆସିଛନ୍ତି ମୁଁ ଯେଉଁଠି ରହୁଛି ମୋ ଘର ବି ମଣ୍ଡୁଆରେ ମୋ କେଉଁଝରରେ ଗୋଟେ ଘର ଅଛି ମୋ ଗାଁ ସେଠୁ 20-25 କିଲୋମିଟର ଦୂରରେ କିନ୍ତୁ ମୁଁ ଏବେ କେନ୍ଦୁଝରରେ ଯେଉଁ ଘର କରି ରହିଛି ତାଙ୍କ ଗାଁରେ ରହିଛି ମୁଁ ମଣ୍ଡୁଆରେ ସେ ଯାହା ହଉ ମୋତେ ଜାଗା ଖଣ୍ଡେ ଦେଲେ ବୋଲି ଘର ରହିଛି ତାଙ୍କ ଘରେ ସେଥିପାଇଁ ମୁଁ ଆଜି ସେ ଯୋଗ୍ୟ ହେଲେ ବି ସୁଭଦ୍ରା ଯୋଜନାରେ ପାଇବା ପାଇଁ ତୁମେ କ'ଣ ପାଇଁ ଆଗରୁ ପାଇନଥିଲ ଆଗରୁ କ'ଣ ପାଇଁ ପାଇନଥିଲ ଆଉ ତାପରେ ବନ୍ଦ ହେଇଯାଇଥିଲା ଆଜି କାହିଁକି ପାଇଲା ମୋ ତା ତ ଆଚ୍ଛା ମଝିରେ ଇନକ୍ୱାରି ହେଲା ପରେ ଗୋଟେ କିସ୍ତି ପାଇନଥିଲ ଆଚ୍ଛା ବସ ଅର୍ଥାତ୍ ତିଲୋତ୍ତମା ନାୟକ କହିଲ ନା ଦୁଇଟା କିସ୍ତି ପାଇଥିଲେ ତାପରେ କାଗଜପତ୍ର କେଉଁଠି କ'ଣ ପ୍ରୋବ୍ଲେମ୍ ହେଲା ପୁଣି ଅଟକି ଗଲା ଗୋଟେ କିସ୍ତି ପାଇନଥିଲେ ପୁଣି କାଗଜ ସଙ୍ଗେ ସଙ୍ଗେ ଆମ ବିଭାଗର ଅଧିକାରୀମାନେ ତାକୁ ଠିକ୍ କରିଦେଲେ ଏବେ ସେ କିସ୍ତିଟା ପାଇଲେ ଅର୍ଥାତ୍ ତୁମର 3ଟା କିସ୍ତି ପାଇଲ ଆଉ 1.5 ମାସ ପରେ ଆଉ ଗୋଟେ କିସ୍ତି ପାଇବ ପୁଣି ସଙ୍ଗେ ସଙ୍ଗେ 1.5 ମାସ ପରେ ଅର୍ଥାତ୍ 20,000 ଟଙ୍କା ତୁମର ହେଇଯିବ ଯେଉଁ 50,000 ଟଙ୍କା ପାଇବା ଭିତରେ 20,000 କମ୍ପ୍ଲିଟ୍ କରିବ ଏଣୁ ନିଶ୍ଚିତ ଭାବରେ ଏଥିରେ ପାଇବାଟା ସୁନିଶ୍ଚିତ ଯାହା ମ୍ୟାଡ଼ାମ୍ କହୁଥିଲେ ମନ୍ତ୍ରୀ ମ୍ୟାଡ଼ାମ୍ ବି କହୁଥିଲେ ଏଥିରେ ଆମର ଏତିକି ସୁବିଧା କରାହେଇଛି ଯେ ନିଶ୍ଚିତ ଭାବରେ ପାଇବେ ଆଜି ଆଜି ଆପଣ କେତେ ପାଇଲେ 4,57,000ରୁ ଉର୍ଦ୍ଧ୍ୱ ମାଆ ମାନେ ପାଇଲେ ଆଜି ଯିଏ 2ଟା ପାଇଥିଲେ ଗୋଟେ ପାଇନଥିଲେ ଆଜି ପାଇଲେ କିଏ ଗୋଟେ ପାଇଥିଲା ଆଗରୁ ପାଇନଥିଲେ ଏବଂ କିଛି କାରଣରୁ ଆଜି ପୁଣି ପାଇଲେ ଏମିତି ହେଇକରି କିମ୍ବା ଆଜି ନୂଆ ଆପଣମାନେ ପାଇଲେ ଏଣୁ ନିଶ୍ଚିତ ଭାବରେ ମୁଁ କହିବା ପାଇଁ ଚାହୁଁଛି ଯେ ଏ ଯୋଜନା ମାଧ୍ୟମରେ ଆପଣମାନେ ଯେତେବେଳେ ଏ ଅର୍ଥ ଆର୍ଥିକ ସହାୟତା ସରକାରଙ୍କ ତରଫରୁ ମହିଳା ସଶକ୍ତିକରଣ ପାଇଁ ଆପଣମାନେ ପାଇବା ପାଇଁ ହକଦାର ହେଲେ ଏବଂ ଏଥିରେ ଆପଣଙ୍କର ଯେଉଁ ବିଭିନ୍ନ ଯୋଜନା ରହୁଛି ସମସ୍ତଙ୍କର ଗୋଟେ ଯୋଜନା ରୁହେ ମାଆମାନଙ୍କର ବି ଗୋଟେ ଯୋଜନା ଥାଏ ଯାହା ଘରେ ରୋଜଗାର ଆସେ ସେଥିରୁ କିଛି ପଇସାକୁ ସଞ୍ଚୟ କରିବା ଯଦି ମାସକୁ 2,000 ଟଙ୍କା ଆସିଲା ତାହେଲେ କିଛି ନହେଲେ 500 ଟଙ୍କା କେମିତି ସଞ୍ଚୟ ହେବ ତାହେଲେ ବର୍ଷ ଭିତରେ ଦେଖାଯିବ ଯେ କିଛି ନହେଲେ 5-6 ହଜାର ଟଙ୍କା ସଞ୍ଚୟ ହେଲା ଆଉ ତାକୁ କ'ଣ ଖର୍ଚ୍ଚ କରାଯିବ ସେଥିପାଇଁ ଗୋଟେ ଯୋଜନା ହୁଏ ହଠାତ୍ ଯଦି କାହାର କ'ଣ ଦେହ ଖରାପ ହେଇଗଲା ପିଲାର ପାଠ ପଢ଼ାରେ ଦରକାର ହେବ ଆଉ କୌଣସି କାମରେ ଦରକାର ହେଲା ଚିକିତ୍ସା ପାଇଁ ଦରକାର ହେଲା ସେ ପଇସାରୁ ମଧ୍ୟ ସଞ୍ଚୟ ହୋଇଥିବା ପଇସାରୁ ଖର୍ଚ୍ଚ କରାଯାଏ ଆଉ ଯାହା ଆସିବ ତାହା ଯଦି ଖର୍ଚ୍ଚ କରିବା ତାହେଲେ ଯେତେବେଳେ ହଠାତ୍ କିଛି କାମ ପଡ଼ିଲା ସେତେବେଳେ ଆମେ ଅସୁବିଧାରେ ପଡ଼ିବା ଧାର କରଜ କରିବା ପାଇଁ ପଡ଼େ ଭାରି କଷ୍ଟ ନେବା ପାଇଁ ପଡ଼େ ଏଣୁ ଯୋଜନା କରାଯାଏ ଆମେ ଯେତେବେଳେ ସୁଭଦ୍ରା ଯୋଜନାରେ ଆମକୁ ସରକାର ମହିଳା ସଶକ୍ତିକରଣ ନାଁରେ ଆମେ SHG ଗ୍ରୁପରେ ସାମିଲ ଅଛନ୍ତି ଏବଂ କୌଣସି ଛୋଟ ମୋଟ ବ୍ୟବସାୟ କରୁଛନ୍ତି ବେପାର କରୁଛନ୍ତି ସେ ସମୟରେ ଆମେ ଯୋଡ଼ି ହେଲା ପରେ ଆମେ ଯେଉଁ ବ୍ୟାଙ୍କରେ ଋଣ ନେବା କିମ୍ବା ବେଳେବେଳେ କେଉଁ ପ୍ରାଇଭେଟ୍ ହ୍ୟାଣ୍ଡ ଲୋନ୍ କାହା ପାଖରୁ କାହା ପରିବାରରୁ କାହା ପାଖରୁ ବି ଲୋନ୍ ବି ଆଣିଥାନ୍ତି ତାକୁ ନ ସୁଝିଲେ ସେ ପୁଣି ଇଣ୍ଟରେଷ୍ଟ ବେଶୀ ବସେଇଦେବ ଏବଂ ତାପରେ ବି ଯଦି ସୁଝି ନ ପାରିଲେ ପରେ ଡବଲ୍ ହେଇଯିବ ତାପରେ ତ ଆପଣଙ୍କର ଏମିତି ଅଣନିଶ୍ୱାସୀ ହେଇଯିବେ ଯେ ଆଉ ସୁଝି ପାରୁନଥିବେ ଟେନସନ୍ ବହୁତ ନେଇଯାଉଥିବେ ମୁଁ ଦେଖିଛି ଆମ ସାହିରେ ବି ସେମିତି ଆଉ ସବୁ ଜାଗାରେ ମୁଁ ଯେତେବେଳେ ମୋ ଘରକୁ ଯାଏ ମୁଁ ଦେଖେ ସେଠି ମୁଁ ମିଟିଂ ବସିଥିବେ ସବୁ ଗାଁ ମଝିରେ ମିଟିଂ ବସିଥିବେ ପଟିଆ ପକାଇକରି ତ ଏହା ଦ୍ୱାରା କେଉଁଠି ନା କେଉଁଠି ବେପାର କରୁ ବଣିଜ କରୁ SHG ଗ୍ରୁପ୍ର ଆମେ କାମ କରି ଆମେ କେମିତି ଅଧିକ ରୋଜଗାର କରି ଘରକୁ ଆଣିବା ପାଇଁ ଚିନ୍ତା କରୁଥିବା ସମୟରେ ଆପଣଙ୍କର ନୂଆ ସରକାର ଆସିଲେ ଏବଂ ନୂଆ ସରକାର ଘୋଷଣା କରିବା ଅନୁସାରେ ସୁଭଦ୍ରା ଯୋଜନାର 50,000 ଟଙ୍କା ଦେବେ 5 ବର୍ଷ ଭିତରେ ବର୍ଷକୁ 10,000 ଟଙ୍କା ଦେବେ ଆର୍ଥିକ ସହାୟତା ଏବଂ ସେ ଆର୍ଥିକ ସହାୟତାରେ ଆମର ଯାହା ଆଗରୁ ଆମେ ଫଣ୍ଡ କ୍ରିଏଟ୍ କରିଛନ୍ତି ଆମର ଯାହା SHG ଗ୍ରୁପ୍ରେ ପଇସା ଅଛି ତାକୁ ଆମେ ଯଦି SHG ଗ୍ରୁପ୍ର ହିଁ ସେ ଫଣ୍ଡକୁ ବଢ଼ାଇବା ପାଇଁ ଚାହିଁବା ତାହେଲେ ଯଦି 10 ଜଣ ମହିଳା ଆପଣମାନେ ଗୋଟିଏ SHG ଗ୍ରୁପ୍ରେ ଅଛନ୍ତି ଯଦି 5,000 ଟଙ୍କା କରିବେ ଯଦି ଆପଣମାନେ ଯେଉଁ ଟଙ୍କା ଆସିଲା ଯଦି ଆପଣ ପୁଣି ଆଉ ଥରେ ସେଟା ଲଗେଇଦେଲେ ଟଙ୍କାଟା ବେପାରରେ ତାହେଲେ 50,000 ଟଙ୍କା ହେଇଗଲା
50,000 ଟଙ୍କା ଆପଣଙ୍କୁ ଆଣିବା ପାଇଁ କେତେ କଷ୍ଟ କରିବା ପାଇଁ ପଡ଼ୁଥିଲା। ସରକାର ସେଥିରେ ଆର୍ଥିକ ସାହାଯ୍ୟ ଆପଣମାନଙ୍କୁ ଦେଲେ। ଏଣୁ ଯେତେବେଳେ ଲାଭ ଯେତେବେଳେ ଆପଣଙ୍କର ଆସିବ କିଛି କିଛି ପଇସା ରିଟର୍ଣ୍ଣ ବି ପାଇପାରୁଛନ୍ତି। ଏ କଥା ମୋ ଠାରୁ ଆପଣମାନେ ବେଶୀ ଜାଣିଛନ୍ତି ବା ଆପଣ ତାହାର ବେପାର ବି କରୁଛନ୍ତି। ଏଣୁ ନିଶ୍ଚିତ ଭାବରେ ଏ କାମ କରିବା ଦ୍ୱାରା ଗୋଟିଏ ଆପଣମାନଙ୍କର ଯେଉଁ ଯୋଜନା ଥାଏ ସେ ଯୋଜନା ଗୁଡ଼ିକ ସାକାର କରିବା ପାଇଁ ଇଏ ସୁଭଦ୍ରା ଯୋଜନା ଗୋଟିଏ ଭିଟାମିନ୍ ସଦୃଶ୍ୟ, ୟାକୁ ଭିଟାମିନ୍ ଏମ୍ ବି କହନ୍ତି। ଇଏ ସଦୃଶ୍ୟ ଆପଣମାନଙ୍କୁ ଇଏ ସାହାଯ୍ୟ କଲା। ଆଉ ଏକାଧିକ ଆପଣଙ୍କର ଯେଉଁ ଲକ୍ଷ୍ୟ ଅଛି ଯୋଜନା ଅଛି ତାହା କାର୍ଯ୍ୟକାରୀ କରାଇବାରେ ସଫଳ ହୋଇଥାଏ। ଆଉ ଆର୍ଥିକ ସ୍ୱାଧୀନତା ହିଁ ଆତ୍ମବିଶ୍ୱାସ ଆଣିଥାଏ। ଯଦି ଆର୍ଥିକରେ ସ୍ୱାଧୀନତା ନାହିଁ, ଆମ ପାଖରେ ଅର୍ଥ ନାହିଁ, ଖାଲି ଋଣ ଧାର ଉଧାର କରି ଆମ ଘର ଚଳାଇବା, ତାହେଲେ ସେଥିରେ ସ୍ୱାଧୀନତା ନଥାଏ ବା ଶାନ୍ତି ବି ନଥାଏ, ଆତ୍ମବିଶ୍ୱାସ ବି ଆସିପାରେ ନାହିଁ। ଏଣୁ ଜଣେ ମହିଳା ହାତରେ ଟଙ୍କା ଥାଏ ଯେତେବେଳେ ପରିବାର ଆଉ ସମାଜର ତାଙ୍କର ସ୍ୱର ଆଉ ଶକ୍ତିଶାଳୀ ମଧ୍ୟ ସେତେବେଳେ ନିଜର ସ୍ୱର ହୋଇଥାଏ। ଏଣୁ ନିଶ୍ଚିତ ଭାବରେ ସେତେବେଳେ ଆପଣମାନେ ଘରର ଭଲ ଡିସିସନ୍ ନିଅନ୍ତି ଏବଂ ଘରେ ଥିବା ବିଭିନ୍ନ ଚ୍ୟାଲେଞ୍ଜ ଗୁଡ଼ିକ ମଧ୍ୟ ଆପଣ ସମ୍ମୁଖୀନ ହୋଇପାରନ୍ତି ଏବଂ ତାହାର ସମାଧାନ ମଧ୍ୟ କରିପାରନ୍ତି। ଆଉ ସେଥିପାଇଁ ଆପଣମାନେ ଯେଉଁ ଆତ୍ମବିଶ୍ୱାସ ତିଆରି ହୋଇଥାଏ ତାହା ଦ୍ୱାରା କରିପାରନ୍ତି। ଏହି ଯୋଜନା ସାମାଜିକ ନ୍ୟାୟ ମଧ୍ୟ ପ୍ରଦାନ କରୁଛି। ଏହା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ, ଗ୍ରାମାଞ୍ଚଳ ଆଦିବାସୀ ସମ୍ପ୍ରଦାୟ, ସହରାଞ୍ଚଳର ଗରିବ ପରିବାର ଏବଂ ସାହାଯ୍ୟର ଆବଶ୍ୟକତା ଥିବା ସମସ୍ତ ମହିଳା ଓ ସେମାନଙ୍କର ପରିବାରକୁ ସମର୍ଥନ କରିବା ଉପରେ ଏ ସୁଭଦ୍ରା ଯୋଜନା ବହୁତ ଧ୍ୟାନ ରଖିଥାଏ। ଆଉ ସେଥିପାଇଁ ଆମର ଲକ୍ଷ୍ୟ ହେଉଛି ବିକାଶ ଯାତ୍ରାରେ କେହି ବି ଆମେ ପଛରେ ରହିବା କଥା ନୁହଁ, ପ୍ରତିଯୋଗିତାରେ ଆମେ ଆଗକୁ ଆଗକୁ ବଢ଼ିବା ଦରକାର। ଏଣୁ ନିଶ୍ଚିତ ଭାବରେ ସୁଭଦ୍ରା ଯୋଜନା ଆମେ କରିଦେଇଛୁ, ତା ଅର୍ଥ ଯେ ଆପଣମାନଙ୍କର ସବୁ ସମସ୍ୟାର ସମାଧାନ ହୋଇଗଲା ଏ କଥା ବି ନୁହଁ। ସେଥିପାଇଁ ମହିଳାମାନଙ୍କର ସାମଗ୍ରିକ ବିକାଶ କେମିତି ହୋଇପାରିବ, ଆଉ ସେଥିପାଇଁ ବିଭିନ୍ନ ବିଭାଗ ତରଫରୁ ବଜେଟ୍ରେ ଆମେ ପର୍ଯ୍ୟାପ୍ତ ବ୍ୟବସ୍ଥା କରୁଛୁ। ଯଦି ହିସାବ କରି ଦେଖିବା, ଆମେ ହିସାବ କରି ଦେଖିଛୁ ଯେ ଯେହେତୁ ଆମ ଇ ସମାଜରେ ମହିଳାମାନଙ୍କର ସଂଖ୍ୟା ସମୁଦାୟ ସଂଖ୍ୟାର ଅଧା, ଆଉ ସେ ଦୃଷ୍ଟିକୋଣରୁ ମହିଳାମାନଙ୍କର ସାମଗ୍ରିକ ବିକାଶ କେମିତି ହୋଇପାରିବ, ଆଉ ସେଥିପାଇଁ ଆମେ ରେକର୍ଡ଼ ପରିମାଣର ବଜେଟ୍ରେ ପ୍ରାବଧାନ ରଖିଛୁ। ଆମେ 89,862 କୋଟି ଟଙ୍କା, ଏଇ 89,862 କୋଟି ଟଙ୍କା ରଖିଛୁ। ଏହାଦ୍ୱାରା ମହିଳାମାନଙ୍କର ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ସେକ୍ଟରରେ ସାମଗ୍ରିକ ବିକାଶ କରିବା ପାଇଁ ଇଏ କାମ ମହିଳାମାନଙ୍କ ପଛରେ ହିଁ ଲଗାଯାଉଛି। ଆଉ ଇଏ ବଜେଟ୍ର ସମୁଦାୟ 30% କେବଳ ମହିଳାମାନଙ୍କର ସାମଗ୍ରିକ ବିକାଶ ପାଇଁ ଆମେ ଖର୍ଚ୍ଚ କରୁଛନ୍ତି। ଏଇଟା ଛୋଟ କଥା ନାହିଁ, ଏଇଟା ରେକର୍ଡ଼। ଏମିତି ଏତେ ଟଙ୍କା ମହିଳାମାନଙ୍କର ପାଇଁ ଗତ ସରକାରମାନଙ୍କରେ କେବେ ବି ଏତେ ଟଙ୍କା ଖର୍ଚ୍ଚ କରିନାହାନ୍ତି। ଏଣୁ ଶିକ୍ଷା କ୍ଷେତ୍ରରେ, ସ୍ୱାସ୍ଥ୍ୟ କ୍ଷେତ୍ରରେ, ଗମନାଗମନ, ଜୀବନ ଜୀବିକା ଇତ୍ୟାଦିରେ ଇଏ ସମୁଦାୟ ପଇସା ମଧ୍ୟ ଖର୍ଚ୍ଚ ହେଉଛି ତା ଭିତରେ। ଏବଂ ତା ଭିତରେ ଆଉ ଗୋଟିଏ କଥା ବି ଅଛି, ଯେଉଁଟାକି ମାନନୀୟ ଯଶସ୍ୱୀ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଲାଖପତି ଦିଦି ବା ଲକ୍ଷପତି ଦିଦି ବନାଇବା ପାଇଁ ସେ ଲକ୍ଷ୍ୟ ରଖିଥିଲେ। ଆପଣମାନଙ୍କୁ ହେବା ପାଇଁ ସେ ବହୁତ ଉତ୍ସାହିତ କରିଛନ୍ତି, ଦିଗ୍ଦର୍ଶନ ଦେଇଛନ୍ତି, ପ୍ରେରଣା ଦେଇଛନ୍ତି। ଏବଂ ଏ କ୍ଷେତ୍ରରେ ଆମର ଓଡ଼ିଶାର ମା ଆଉ ଭଉଣୀମାନେ ସେମାନେ ମଧ୍ୟ ଲାଖପତି ଦିଦି ହେବାରେ ବହୁତ ବଡ଼ ଭୂମିକା ଆପଣମାନେ ନିଭେଇଛନ୍ତି।